ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ସୁନା ଦରରେ ବଡ଼ ହ୍ରାସ। ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ସୁନା ଏବଂ ରୂପା ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ଏବଂ ରୂପା ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ରୂପା ଲୋୟର ସର୍କିଟରେ ପ୍ରବେଶ କରି 26,273 9% ହ୍ରାସ ପାଇ 2,65,652 ପ୍ରତି କିଲୋଗ୍ରାମ ହୋଇଛି। ରୂପା ବ୍ୟତୀତ ସୁନା ମୂଲ୍ୟ ମଧ୍ୟ 3% ହ୍ରାସ ପାଇ 1,47,000 ପ୍ରତି 10 ଗ୍ରାମକୁ ହ୍ରାସ ପାଇଛି। ପରବର୍ତ୍ତୀ ଖବର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 6 ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପରବର୍ତ୍ତୀ ଖବର, ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଜନସାଧାରଣଙ୍କ ମତାମତ ନିଆଯାଉ। ଗତ ବିଧାନସଭା ଅଧିବେଶନରେ ମନ୍ତ୍ରୀ, ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ପେନ୍ସନ ବୃଦ୍ଧି ପ୍ରସ୍ତାବକୁ ସବୁ ଦଳର ବିଧାୟକମାନେ ସମର୍ଥନ କରି ପ୍ରସ୍ତାବ ଗ୍ରହଣ କରିଥିଲେ। ଆମ ରାଜ୍ୟରେ ଏହି ବୃଦ୍ଧି ସମଗ୍ର ଦେଶରେ ସର୍ବାଧିକ ହୋଇଥିଲା। ବିଭିନ୍ନ ମହଲରେ ଦାବି ଓ ଜନସାଧାରଣଙ୍କ ଯୋଗୁଁ ବିଜେପି ବିଧାୟକ ଦଳ ବୈଠକରେ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଏହାପରେ ଏହି ବୃଦ୍ଧି ପ୍ରସ୍ତାବ ସ୍ଥଗିତ ରହିଛି। ମାତ୍ର ଚଳିତ ବର୍ଷ ବିଧାନସଭା ଅଧିବେଶନରେ ପୁନର୍ବାର ବୃଦ୍ଧି କରିବା ପ୍ରସ୍ତାବ ଆଗତ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ଏବଂ ଏହି ବୃଦ୍ଧିକୁ ବର୍ତ୍ତମାନ ମଧ୍ୟ ଅଧିକାଂଶ ବିଧାୟକ ସମର୍ଥନ କରି ଗଣମାଧ୍ୟମରେ ବିବୃତ୍ତି ଦେଉଛନ୍ତି। ପରବର୍ତ୍ତୀ ଖବର, ସିଗାରେଟ ଦରରେ ବଡ଼ ବୃଦ୍ଧି। ଫେବୃଆରୀ 1 ଆରମ୍ଭରୁ ଦେଶରେ ସିଗାରେଟ ଏବଂ ତମାଖୁ ଜାତୀୟ ଦ୍ରବ୍ୟର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟିଛି। କେନ୍ଦ୍ର ସରକାର ତମାଖୁ ଉପରେ ଅତିରିକ୍ତ ଅବକାରୀ ଶୁଳ୍କ ଏବଂ ସ୍ୱାସ୍ଥ୍ୟ ସେସ୍ ଲାଗୁ କରିବା ଉପରେ ଏହି ମୂଲ୍ୟ ବୃଦ୍ଧି ପାଇଛି। ପ୍ରାୟ 7 ବର୍ଷ ପରେ ସିଗାରେଟ ଉପରେ ଟିକସ ବଢ଼ାଯାଇଥିବାରୁ ଏବେ ଧୂମପାନ ଗ୍ରାହକଙ୍କ ପକେଟ ଉପରେ ବଡ଼ ପ୍ରଭାବ ପଡ଼ିଛି। ସଂଶୋଧିତ ଟିକସ ବ୍ୟବସ୍ଥା ଅନୁଯାୟୀ 10ଟି ସିଗାରେଟ ଥିବା ଏକ ସାଧାରଣ ପ୍ୟାକେଟର ମୂଲ୍ୟରେ ଅତି କମରେ 22ରୁ 25 ଟଙ୍କା ବୃଦ୍ଧି ଘଟିଛି। ପରବର୍ତ୍ତୀ ଖବର, ସରକାରଙ୍କ ବଡ଼ ଘୋଷଣା, ଆଜି ସବୁ ସ୍କୁଲ ଛୁଟି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ବିରଜା ଦର୍ଶନ ଏବଂ ପିଣ୍ଡଦାନ ଥିବାରୁ ଏହି ଛୁଟି ଘୋଷଣା କରାଗଲା। ପୌରପାଳିକା ସମେତ ସହର ସଂଲଗ୍ନ ସବୁ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ବିଇଓ। ପରବର୍ତ୍ତୀ ଖବର, ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ପୂର୍ବରୁ ବେତନ କମିଶନକୁ ନେଇ ଚାଲିଥିବା ଚର୍ଚ୍ଚା ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ମଧ୍ୟରେ ଯଥେଷ୍ଟ ଆଶା ସୃଷ୍ଟି କରିଛି। ରିପୋର୍ଟ ଅନୁଯାୟୀ କିଛି ରାଜ୍ୟ କେନ୍ଦ୍ର ସରକାରଙ୍କ ଅପେକ୍ଷା ଦ୍ରୁତ ଗତିରେ ଅଗ୍ରଗତି ଦେଖାଉଛନ୍ତି। ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ହେବା ନେଇ ଆଲୋଚନା ଏବଂ କଳ୍ପନା ଜଳ୍ପନା ବଢ଼ି ଚାଲିଛି। କେନ୍ଦ୍ରୀୟ କର୍ମଚାରୀଙ୍କ ସହିତ ରାଜ୍ୟ କର୍ମଚାରୀ ଏବଂ ପେନ୍ସନଭୋଗୀମାନେ ମଧ୍ୟ ନୂଆ ଢାଞ୍ଚା କାର୍ଯ୍ୟକାରୀ ହେବାକୁ ଅପେକ୍ଷା କରିଛନ୍ତି। ପରବର୍ତ୍ତୀ ଖବର, ରାୟଗଡ଼ାକୁ ମିଳିଲା ବଡ଼ ଉପହାର। ଏହି ଜିଲ୍ଲା ଆଜି ସାରା ରାଜ୍ୟ ପାଇଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଉଦାହରଣ ପାଲଟିଛି। ଏହି ଜିଲ୍ଲାର 12,783ଟି ଏସ୍ଏଚ୍ଜି ଜରିଆରେ 1.52 ଲକ୍ଷରୁ ଅଧିକ ମା ଓ ଭଉଣୀମାନେ ଏକାଠି ହୋଇ ନିଜ ପାଇଁ ସୁନ୍ଦର ଭବିଷ୍ୟତ ଗଢ଼ୁଛନ୍ତି। ପୂର୍ବରୁ ଯେଉଁଠି ସୁଯୋଗର ଅଭାବ ଥିଲା, ମହିଳାମାନଙ୍କର ଯୋଗଦାନର ଉଚ୍ଚ ଶକ୍ତି ଆଜି ସେଠି ଏକ ନୂଆ ସମ୍ଭାବନାର ଦ୍ୱାର ଖୋଲିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାୟଗଡ଼ାଠାରେ ସୁଭଦ୍ରା ଶକ୍ତି ମେଳା 2026 ଉଦ୍ଘାଟନ ଅବସରରେ କହିଛନ୍ତି। ପରବର୍ତ୍ତୀ ଖବର, ଗରିବଙ୍କ ଉପରେ ଟାଟା ପାୱାରର ଜୁଲୁମ। ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟାଳୟଗୁଡ଼ିକ ଉପରେ ବାକି ପଡ଼ିଛି ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ବିଲ୍।
ଏମାନଙ୍କ ନିକଟରୁ ବିଲ୍ ଆଦାୟ କରିବା ତ ଦୂରର କଥା, ଏବେ ସାଧାରଣ ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ଟାଟା ପାୱାର। ଏପରିକି ବିଦ୍ୟୁତ୍ ଗ୍ରାହକଙ୍କର ମାତ୍ର 1,000 ଟଙ୍କା ବାକି ରହିଥିଲେ ମଧ୍ୟ ସ୍ମାର୍ଟ ମିଟର ଜରିଆରେ ବିଦ୍ୟୁତ୍ ସଂଯୋଗକୁ କାଟି ଦିଆଯାଉଛି। ପରବର୍ତ୍ତୀ ଖବର, ଜାମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା ଅନୁଭୂତ। ରିକ୍ଟର ସ୍କେଲରେ ତୀବ୍ରତା 4.6। ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଲଗାତାର ଭୂକମ୍ପ ଘଟଣା ରିପୋର୍ଟ ହେଉଥିବା ବେଳେ ସୋମବାର ସକାଳୁ ସକାଳୁ ଜାମ୍ମୁ କାଶ୍ମୀରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। କାଶ୍ମୀର ଭ୍ୟାଲିରେ ଝଟକା ଅନୁଭୂତ ହେବା ସହିତ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିପଡ଼ିଥିଲେ। ପରବର୍ତ୍ତୀ ଖବର, ବାଂଲାଦେଶକୁ ଜୋରଦାର ଝଟକା ଦେଲା ଭାରତ। ଏଥର କେନ୍ଦ୍ର ବଜେଟ୍ 2026-27ରେ ଭାରତର ବୈଦେଶିକ ସହାୟତା ନୀତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ବାଂଲାଦେଶକୁ ଆବଣ୍ଟିତ ସମୟରେ ଉଲ୍ଲେଖନୀୟ ହ୍ରାସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବଜେଟ୍ ବାଂଲାଦେଶକୁ କେବଳ 60 କୋଟି ଯୋଗାଇବାକୁ ନିଷ୍ପତ୍ତି ନେଇଛି, ଯାହା ପୂର୍ବ ତୁଳନାରେ 50% କମ୍। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ସାମ୍ପ୍ରତିକ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି।